ସମସ୍ତଙ୍କୁ ଜୟ ମାତା କି। ଚାଲନ୍ତୁ ମାତାଙ୍କୁ ମନେ ପକାଇ ମାତାଙ୍କ ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଦଶହରା ପର୍ବ ହେଉଛି ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ। ଏହି ପର୍ବକୁ ବିଜୟା ଦଶମୀ ନାମରେ ମଧ୍ୟ ପାଳନ କରାଯାଇଥାଏ। ଦଶହରା ପର୍ବ ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ପାଳିତ ହୋଇଥାଏ। ଏହି ଦିନ ଭଗବାନ ଶ୍ରୀରାମ ଦୁର୍ମତି ରାବଣକୁ ମଧ୍ୟ ବଧ କରିଥିଲେ। ଦଶହରା ପର୍ବ ସମଗ୍ର ଭାରତବର୍ଷରେ ବହୁତ ଧୁମଧାମରେ ପାଳିତ ହୋଇଥାଏ। ଏହି ପର୍ବ ଅବସରରେ ଲୋକମାନେ ନିଜ ନିଜ ଘରକୁ ସଫାସୁତୁରା କରି ସୁନ୍ଦର ଭାବରେ ସଜାଇଥାନ୍ତି। ମାତା ଦୁର୍ଗେ ସିଂହ ବାହିନୀ ସର୍ବଶକ୍ତିଦାୟିନୀ ମାତା ଶିବପ୍ରିୟେ ତୋର ସତ୍ୟ ସଜାତ ଆମ୍ଭେମାନେ ଭାରତବର୍ଷର ସବୁ ଭକ୍ତମାନେ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ। ଶୁଣ ମାତ, ଏହି ବର୍ଷ ଭାରତବର୍ଷରେ ସବୁ ମନ୍ଦିରରେ ପ୍ରକାଶ ହୁଅ। ମାତା ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମାତ, ଏହି ଭାରତବର୍ଷେ ସବୁ ଭକ୍ତମାନଙ୍କୁ ସହାୟ ହୁଅ। ମାତା ଦୁର୍ଗେ ସିଂହ ବାହିନୀ ତ୍ରିଶୂଳ ଧାରିଣୀ ବର୍ମ ଆକୃତ ସୁନ୍ଦର ଶରୀର ମାତା ଜୟଦାୟିନୀ, ତୋ ପ୍ରତୀକ୍ଷାରେ ସବୁ ଭକ୍ତମାନେ ଅପେକ୍ଷା କରି ରହିଛନ୍ତି। ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତ, ଏ ବର୍ଷ ବି ସବୁ ମନ୍ଦିରରେ ସବୁ ପୂଜାପୀଠରେ ଆବିର୍ଭୂତ ହୋଇ ଭକ୍ତମାନଙ୍କୁ ସହାୟ ହୁଅ, ଭକ୍ତମାନଙ୍କୁ ଆଶୀର୍ବାଦ ଦିଅ। ମାତାଙ୍କର ବିଶେଷ ରୂପରେ ବର୍ଷକରେ ଦୁଇଥର ପୂଜା ହୋଇଥାଏ। ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଯେଉଁ ନବଦିନାତ୍ମକ ନବରାତ୍ର ଆରମ୍ଭ ହୁଏ ତାକୁ ଶାରଦୀୟ ନବରାତ୍ର କହନ୍ତି। ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦାକୁ ଆରମ୍ଭ ହେବା ନବଦିନାତ୍ମକ ନବରାତ୍ରିକୁ ବାର୍ଷିକ ନବରାତ୍ରି କହନ୍ତି। ମା ଦୁର୍ଗାଙ୍କ ସାଧକ ଭକ୍ତମାନେ ସ୍ନାନାଦି ନିତ୍ୟକର୍ମ ସାରି ଶୁଦ୍ଧ ବସ୍ତ୍ର ପିନ୍ଧି ମଣ୍ଡପରେ ଦୁର୍ଗା ମାଙ୍କୁ ମୂର୍ତ୍ତି ଅଥବା ଚିତ୍ର ସ୍ଥାପନା କରିବେ। ମୂର୍ତ୍ତିର ବାମରେ ବରୁଣ କଳସ ସ୍ଥାପନ କରିବେ। କଳସ ସମ୍ମୁଖରେ ଜ ବୁଣିବେ। ଏହିପରି ଭାବରେ ମାତାଙ୍କୁ ସାଜସଜ୍ଜା କରି ମାତାଙ୍କର ଆଶୀର୍ବାଦ ପାଇବା ପାଇଁ ସମଗ୍ର ବିଶ୍ୱର ଭକ୍ତମାନେ ମାତାଙ୍କୁ ଆବାହନ କରିଥାନ୍ତି ତାଙ୍କର ଆଶୀର୍ବାଦ ନେବା ପାଇଁ। ଷଷ୍ଠୀ ଦିନ ରାତିରେ ବେଇ ବରଣ କରାଯାଏ। ସପ୍ତମୀ ଦିନଠାରୁ ପୂଜା ଆରମ୍ଭ ହୁଏ। ପୁରୋହିତ ମନ୍ତ୍ରପାଠ କରନ୍ତି। ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ପୂଜା କରାଯାଏ। ନାନା ପ୍ରକାର ବାଦ୍ୟରେ ସ୍ଥାନଟି କମ୍ପି ଉଠେ। ପ୍ରତି ଥର ପୂଜା ଶେଷରେ ଦେବୀଙ୍କର ଆରତି ବଢ଼େ। ଅନେକ ସ୍ଥାନରେ ଦେବୀଙ୍କର ଅନୁବରୀଙ୍କ ଆଗରେ ବୋଦାବଳି ପଡ଼େ। ଆମ ଓଡ଼ିଶାର କଟକ ସହରରେ ଅନେକ ଦୁର୍ଗା ମେଢ଼ ଅଛି। ବଡ଼ ବଡ଼ ସହରରେ ବଡ଼ ବଡ଼ ଦୁର୍ଗା ମେଢ଼ ସବୁ ରହିଥାଏ। ସେହି ମେଢ଼ ଦେଖିବା ପାଇଁ ବହୁ ଦୂର ମଫସଲରୁ ଲୋକମାନେ ଆସି ଜମା ହୋଇଥାନ୍ତି। ଦଶହରା ପର୍ବରେ ବଢ଼େଇ କମାର ଭଣ୍ଡାରୀ ପ୍ରଭୃତି ଜାତିର ଲୋକମାନେ ସେମାନଙ୍କ ହାତୀ ହତିଆର ପୂଜା କରିଥାନ୍ତି। ଖଣ୍ଡାୟତମାନେ ଏହି ପର୍ବରେ କଳସ ପୂଜା କରି ଦେବୀଙ୍କୁ ଆରାଧନା କରିଥାନ୍ତି। ଦଶହରା ପର୍ବ ମୂଳରେ ଦୁଇଟି ସତ୍ୟ ଅଛି। ଅନେକ କହନ୍ତି ଯେ ଏହି ପର୍ବରେ ଦେବୀ 10 ଦିନ ପୂଜା ପାଇଥିବାରୁ ଏହାକୁ ଦଶହରା ପର୍ବ କୁହାଯାଏ। ଅନ୍ୟମାନଙ୍କ ମତରେ ଭଗବାନ ରାମଚନ୍ଦ୍ର ଏହି ଦିନରେ ଦୁର୍ଗା ଦେବୀଙ୍କୁ ପୂଜା କରି ଲଙ୍କାର ରାଜା ରାବଣକୁ ମାରିବା ପାଇଁ ସୈନ୍ୟବଳ ସାଜିଥିଲେ ଏବଂ ଯୁଦ୍ଧରେ 10 ମୁଣ୍ଡ ଥିବା ରାବଣକୁ ବଧ କରିଥିବାରୁ ରାବଣ ବଧ ବି କୁହାଯାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି। ଜୟ ମାତା କି।